दयाल हो दयाल हो दयाल। समस्त मोर आंतरिक प्रति शुभेच्छा एवं जय। सब वर्ष भली एथरक आपणकर जानुआरी 3rd संडे এই বার্ষিক উৎসব ব্যাসনগর সৎসঙ্গ বিহার আনুকূল্যରେ ପରିପାଳିତ ହେଉଛି। ଆପଣମାନେ ବହୁ ସଂଖ୍ୟାରେ ବହୁ ଜାଗାରୁ ଆସି ଏଠି ରୁଣ୍ଡ ହୋଇଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କର୍ମୀମାନେ ଆସିଛନ୍ତି। এই যে উৎসব সম্বন্ধে ଆପଣ ଅନେକ କଥା ଶୁଣିଛନ୍ତି, ପଢିଛନ୍ତି। ତେବେ ବର୍ତ୍ତମାନ ଉତ୍ସବର ଗୋଟେ ନୂତନ ରୂପରେଖ ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବ ଆମ ସାମ୍ନାରେ ରଖୁଛନ୍ତି। ସେଟା ହଉଛି ଯେ ଏଇ ଉତ୍ସବ ବିଶେଷ ଲୋକଙ୍କର ନୁହଁ, ଏ ଉତ୍ସବ ସାଧାରଣ ଲୋକ, ସାଧାରଣ ଲୋକମାନେ ତା ଭିତରେ ଗୁରୁ ଭାଇ ଅଛନ୍ତି, ଦୀକ୍ଷିତ ଅଛନ୍ତି, ଅଦୀକ୍ଷିତ ବି ଅଛନ୍ତି। ଦୀକ୍ଷିତ ଅଦୀକ୍ଷିତ ନିର୍ବିଶେଷରେ ସାଧାରଣ ମଣିଷ ତାଙ୍କରି ଉତ୍ସବ। ଆଉ ଏଇଟା ବିଶେଷ ଲୋକଙ୍କର ଉତ୍ସବ। ତେଣୁ ଏଇ ଉତ୍ସବରେ କିଛି ବିଶେଷ ଲୋକଙ୍କର ବିଶେଷ ସ୍ଥାନ ଯୋଉ ଆମେ ଦେଇଥାଉ ସେଟାକୁ ଆଚାର୍ଯ୍ୟ ଦେବ ନାପସନ୍ଦ କରୁଛନ୍ତି। ତେଣୁ ସେ କହୁଛନ୍ତି ଯେ ସାଧାରଣ ଦେଖାଯାଏ ଯୋଉଠି ଉତ୍ସବ ହୁଏ ସେଠି ପେଣ୍ଡାଲ ଉପରେ ବିଶେଷ ବିଶେଷ ଲୋକ ବ୍ୟାଚ୍ ଲଗେଇକିରି ସବୁ ଲାଇନ ହେଇକିରି ବସିଥାନ୍ତି। ସେଇଟା ମୋର ପସନ୍ଦ ନୁହଁ। ମୁଁ ଚାହୁଁଛି ଯେ ଯୋଉ ଷ୍ଟେଜ ହବ, ଷ୍ଟେଜରେ ଠାକୁରଙ୍କର ପ୍ରତିକୃତି ରହିପାରେ ବା ବ୍ୟାନର ରହିବ, ଆଉ ସମସ୍ତେ ତଳେ ବସିବେ। ସାଧାରଣ ଗୁରୁ ଭାଇ ଯେମିତି ବସିବେ, ଯେଉଁମାନେ କର୍ମୀମାନେ ବା ବିଶିଷ୍ଟ ଲୋକ ସେମାନେ ବି ସେମିତି ବସିବେ। ଯେଉଁମାନେ କହିବେ କି କିଛି ପରିବେଷଣ କରିବେ, ସଙ୍ଗୀତ ହଉ ବା ନୃତ୍ୟ ହଉ ପରିବେଷଣ କରିବେ, ସେମାନେ ଷ୍ଟେଜ ଉପରକୁ ଯାଇକିରି ସେଟା କରିବେ, ଆଉ ସମସ୍ତେ ତଳେ ବସିବେ। ଆମେ ସମସ୍ତେ ଠାକୁରଙ୍କ ପାଖରେ ସମାନ। ଆମେ ଠାକୁରଙ୍କର ଶ୍ରୀଚରଣ ତଳେ ସମସ୍ତେ ବସିଛେ, ତାଙ୍କର ଆରାଧନା କରୁଛେ, ତା କଥା ଶୁଣୁଛେ। ଆମେ ସମସ୍ତେ ସମାନ। এই ସମାନ ଭାବଟା ଆଣିବା ପାଇଁ ତାଙ୍କର এই ପ୍ରଚେଷ୍ଟା ଯେ ପ୍ରତ୍ୟେକ ଉତ୍ସବରେ ସାଧାରଣ ଲୋକ ଯେମିତି ବସିବେ, ବିଶେଷ ଲୋକ ବି ସେମିତି। ଏ ହେଲା ଗୋଟେ। ଆଉ ଗୋଟେ ଦିଗ ହେଲା ଆମର ଯୋଉଠି ଉତ୍ସବ ହୁଏ ସେଠି ଆମେ ସବୁ ବିଷୟରେ ଗୋଟେ ବିଶେଷ ବକ୍ତା ଡାକୁ। ଲୋକ ବି ଅନେକ ସମୟ ପ୍ରଶ୍ନ କରନ୍ତି ଯେ ଏଥରକ କିଏ ଆସୁଛନ୍ତି ଆପଣଙ୍କ ଉତ୍ସବ? ଯତୀନ ମହାନ୍ତି ଆସୁଛନ୍ତି ନା ସରୋଜ ମହାନ୍ତି ନା କେଦାର ମହାନ୍ତି ନା କିଏ ଆସୁଛନ୍ତି? ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ କହିଲେ ଯେ କୌଣସି ବିଶେଷ ବ୍ରାଣ୍ଡେଡ ଲୋକଙ୍କୁ ଆମେ ଡାକିକିରି ତାଙ୍କଠୁ ଠାକୁରଙ୍କ କଥା ଶୁଣିବୁ ନାହିଁ। କୌଣସି ବ୍ରାଣ୍ଡେଡ ଗାୟକ ଠାରୁ ଆମେ ଗୀତ ଶୁଣିବୁ ନାହିଁ। ଆମ ଅଞ୍ଚଳରେ ଆମ ଇଲାକାରେ ଯେଉଁମାନେ ସାଧାରଣ ଗୁରୁ ଭାଇ ଅଛନ୍ତି ସେଇମାନେ ତାଙ୍କର ଜୀବନର ଅନୁଭୂତି କଥା ଠାକୁର ସେଠି ପରିବେଷଣ କରିବେ। ଛୋଟ ପିଲା ତାଙ୍କର ବି କଣ ଅନୁଭୂତି ସେ କହିବେ, ଯୁବକମାନେ କହିବେ, ବୟୋଜ୍ୟେଷ୍ଠ ଲୋକମାନେ କହିବେ। ସେଠି ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷରେ ସମସ୍ତେ ଆମେ କିଛି ଲୋକ ଚୟନ କରିବା ଯେଉଁମାନେ ଠାକୁରଙ୍କ କଥା ତାଙ୍କ ଜୀବନର ଅନୁଭୂତି କହିବେ। ଏବଂ ଆମରି ଭିତରେ ଅତି ସାଧାରଣ ଯେଉଁମାନେ ସେଇମାନଙ୍କର ଏପରି ଅନୁଭୂତି ଅଛି ଯୋଉ ଅନୁଭୂତି ଆମର ବି ନାହିଁ। ତେଣୁ ସେଇ ଅନୁଭୂତି
ସର୍ବ ସମ୍ମୁଖରେ ପ୍ରକାଶ କରିବା ଦରକାର। ଯଦି କୌଣସି ଲୋକ ମୂର୍ଖ ହୋଇଥାଏ ଅର୍ଥାତ୍ ତାର ଭାଷା ଜ୍ଞାନ ନଥାଏ, ସେ ଠିକ ସବୁ ଜିନିଷଟା ଗୋଛେଇକି କହିପାରିବ ନାହିଁ, ତାହେଲେ ତାଠୁ ଆପଣ ଶୁଣିନେବେ ତାର କଥା। ସେ ଯାହା ଯାହା କହିବାକୁ ଚାହୁଁଛି ସେଟା ତାଠୁ ଶୁଣିନେବେ, ତାପରେ ସେଟା ଆପଣଙ୍କ ଭାଷାରେ ଲୋକଙ୍କ ପାଖରେ ଉପସ୍ଥାପନ। କିନ୍ତୁ ଏଇ ସାଧାରଣ ମଣିଷ ଯେମିତି କହିବାର ସୁଯୋଗ ପାଉ, ସାଧାରଣ ଲୋକଙ୍କ ଭିତରେ ଯିଏ ଅଛନ୍ତି, ଆମେ ସାର୍ ପ୍ରଫେସନାଲ ଯାହା ବି ଥାଆନ୍ତୁ, ଏଇମାନେ ଗୀତ ଗାଇବେ, ଏମାନେ ନାଚିବେ, ଏଇମାନେ ଠାକୁରଙ୍କ କଥା କହିବେ। ଏ ଉତ୍ସବଟା ଗୋଟେ ସର୍ବସାଧାରଣଙ୍କର ଉତ୍ସବ, ଏଇଟା ବିଶେଷ ଲୋକଙ୍କର ଉତ୍ସବ। ଏଇଟା ହଉଛି ଆଚାର୍ଯ୍ୟ ଦେବଙ୍କର ଆଉ ଗୋଟେ ନିର୍ଦ୍ଦେଶ। ଆଉ ଗୋଟେ ନିର୍ଦ୍ଦେଶ ହଉଛି ଉତ୍ସବରେ ସେ ମାତୃ ସମ୍ମିଳନୀ କରିବା ପାଇଁ ଚାହୁଁନାହାନ୍ତି। ଆମର ସବୁ ଉତ୍ସବରେ ଗୋଟେ ହୁଏ ମାତୃ ସମ୍ମିଳନୀ ହୁଏ। ଆଚାର୍ଯ୍ୟ ଦେବଙ୍କ କଥା ଯେ ଯେଉଁମାନେ ଶ୍ରୋତା, ତା ଭିତରେ ମା ମାନେ ଅଛନ୍ତି ଏବଂ ଭାଇମାନେ ବି ଅଛନ୍ତି, ସମସ୍ତେ ଶୁଣୁଛନ୍ତି। ଯୋଉ ମା ମାନେ କହିବେ ସେମାନେ ସବୁ ଅଡିଏନ୍ସରେ କହିବେ, ଭାଇମାନେ କହିବେ ସେମାନେ ବି ସେଇ ଅଡିଏନ୍ସ ସାମ୍ନାରେ କହିବେ। ମା ମାନେ ଯେତେବେଳେ ବାପା କହୁଛନ୍ତି, ତାଙ୍କର ଯେଉଁମାନେ ମା ମାନେ କହୁଛନ୍ତି ତାଙ୍କ କଥା ଆଉ ଭାଇମାନେ ଶୁଣିପାରୁନାହାନ୍ତି, ଖାଲି ମା ମାନେ ଶୁଣୁଛନ୍ତି। ତେଣୁ ଭାଇ ମା ମାନେ ଏ ସମସ୍ତଙ୍କୁ ନେଇକରି ଯୋଉ ଅଡିଏନ୍ସ ସାମ୍ନାରେ ମା ମାନେ ବି କହିବେ। ତେବେ ଆପଣମାନେ ଏତିକି ଜାଣିବେ ଯେ ଏଇ ଉତ୍ସବ ହଉଛି ସାଧାରଣ ମଣିଷର, ଏବଂ ଏ ସାଧାରଣ ମଣିଷ ଯେମିତି ସ୍ଥାନ ପାଏ, ଗୁରୁତ୍ୱ ପାଏ, ସମ୍ମାନ ପାଏ, ଏବଂ ସେଇଟାକୁ ଦେଖିକି ଆମେ ଉତ୍ସବ କରିବା। ଆଚାର୍ଯ୍ୟ ଦେବ କହୁଛନ୍ତି ଯେ ଏଇ ଉତ୍ସବକୁ ଦୀକ୍ଷିତ ଲୋକ ତ ଆସିଛନ୍ତି, ଅଦୀକ୍ଷିତ ଲୋକ କେତେ ଆସିଛନ୍ତି, ଏବଂ ଏଇ ଅଦୀକ୍ଷିତ ଲୋକ ଯିଏ, ତାଙ୍କର ବି ସତ୍ସଙ୍ଗ ସମ୍ବନ୍ଧରେ, ଠାକୁରଙ୍କ ସମ୍ବନ୍ଧରେ କିଛି ଅନୁଭୂତି ଅଛି। ସେ ଅନୁଭୂତି କି ମଧ୍ୟ ଏଠି ପ୍ରକାଶ କରିବାର ସୁଯୋଗ ଦବା ଉଚିତ। ଆପଣଙ୍କର ଯୋଉ ସିଦ୍ଧର ଭାଇ କହିଲେ ଯେ ଠାକୁରଙ୍କ ବାଣୀ ଦେଖେଇବ, କେତେ ଜଣ ଲୋକଙ୍କୁ ଦେଖେଇବ, ତା ଭିତରେ ସାଧାରଣ ଗୋଟେ ଅଛି, ସାଧାରଣ ମଣିଷ। କିନ୍ତୁ ଏଟା ଜାଣିବେ ଯେ ସାଧାରଣକୁ ନେଇକିରି ବି ଅସାଧାରଣର ସ୍ଫୁରଣ, এই ସାଧାରଣକୁ ବାଦ ଦେଲେ ଅସାଧାରଣର କିଛି ସ୍ଥାନ ନାହିଁ। ତେଣୁ এই ଉତ୍ସବଟା ଯେମିତି ସର୍ବସାଧାରଣଙ୍କର ଉତ୍ସବ, ସମସ୍ତଙ୍କର ଉତ୍ସବ, ଏବଂ ସମସ୍ତେ ଯେମିତି ସେ ଉତ୍ସବରେ ତାଙ୍କର ଭାବ ବ୍ୟକ୍ତ କରିକି ଆନନ୍ଦ ପାଆନ୍ତି। ଏବଂ ଉତ୍ସବର ଅନେକ ସଂଜ୍ଞା ଅଛି, ଯେ ଯାହା ଉତ୍ସବ କି করে ତା ତାପରେ ଅଛି ଆପଣଙ୍କର ଯେ ଶ୍ରେୟ ସୃଜନୀ ସମାବେଶ ହଉଛି ଉତ୍ସବ, ଏବଂ ଉତ୍ସବର ଅନେକ ସଂଖ୍ୟା ଠାକୁର ଦେଇଛନ୍ତି। ଆଚାର୍ଯ୍ୟ ଦେବ କହିଲେ ଯେ ଯୋଜନ ଯାଜନ ଭୋଜନ ଏସବୁ ଯୋଉଠି ଚାଲିଥାଏ ସେ ହେଲା ଉତ୍ସବ। କିନ୍ତୁ ବର୍ତ୍ତମାନ ଆଚାର୍ଯ୍ୟ ଦେବ କହୁଛନ୍ତି ଯେ ଉତ୍ସବର ସଂଜ୍ଞା କଣ? ଯୋଉଠିକି ଲୋକ ଯାଇ ଆନନ୍ଦ ଅନୁଭବ କରେ, ଯୋଉ ଆନନ୍ଦ ସେ ଘରେ ପାଉନାହିଁ, ତାର କର୍ମସ୍ଥଳରେ ପାଉନାହିଁ, ତା ପରିବାରରେ ପାଉନାହିଁ, ସେଇ ଆନନ୍ଦଟା ସେଠି ସେ ପାଏ। ଯୋଉ ଆନନ୍ଦଟା ତାର ଖାନ୍ତି ଥାଏ, ଅଭାବ ଥାଏ, ଶୂନ୍ୟ ସ୍ଥାନ ତିଆରି ହେଇଛି ତାର ଆନନ୍ଦର ଅଭାବରେ, ସେଇଟା ସେଠି ଯାଇକିରି ପୂରଣ ହୁଏ। ଉତ୍ସବକୁ ଯାଇକିରି ଯଦି ଆନନ୍ଦ ନ ହେଲା ଏବଂ ସେ ଆନନ୍ଦ ନେଇକି ଯଦି ସେ ନ ଫେରିଲା, ତାହେଲେ ସେଇଟା କି ଉତ୍ସବ? ଉତ୍ସବଟା ହଉଛି ଆନନ୍ଦର ବ୍ୟାପାର। ଆମର ଉତ୍ସବରେ ଆସୁ, ପ୍ରାର୍ଥନା ସମୟରେ ମୁଁ ଜାଗା ପାଇଲି କି ନାହିଁ, ମୁଁ ଆନନ୍ଦ ବଜାରରେ ଠିକ ଖାଇବାକୁ ପାଇଲି କି ନାହିଁ, ମତେ ଠିକ ଭାବରେ ପରିଚର୍ଯା କରାହେଲା କି ନାହିଁ, ଏଇସବୁ ଆମେ ଚିନ୍ତା କରୁ ଏବଂ এইরকম ଅନେକ କଥା ଆଲୋଚନା କରିକି ଆମେ ଘରକୁ ଫେରୁ। ଯେ ଆମର ଅସନ୍ତୋଷଟା ଆମ ପରସ୍ପର ଭିତରେ ବ୍ୟକ୍ତ କରିକିରି ଘରକୁ ଯାଉ। এটা ଆପଣ ସମସ୍ତଙ୍କର କିଛି ନା କିଛି ଅଭିଜ୍ଞତା ଥିବ। ସେଇଟାକୁ ଆଚାର୍ଯ୍ୟ ଯେ ଆମେ ଏଠୁ ଯେତେବେଳେ ଫେରିକିରି ଯିବା, ଆମେ ଆନନ୍ଦ ନେଇକିରି ଯିବା,
ଏବଂ ସେଇ ଆନନ୍ଦଟାକୁ ଆମେ ଯେଉଁମାନେ ଆସିନାହାନ୍ତି ତାଙ୍କ ପାଖରେ ପରିବେଷଣ କରିବା। ଏହିପରି ଭାବରେ ପ୍ରତ୍ୟେକଟି ଉତ୍ସବକୁ ସଫଳ କରିବାକୁ ସେ ଚାହୁଁଛି। ଯୋଉଠି ସତ୍ସଙ୍ଗ ବିହାର ପାଖରେ ବା ସତ୍ସଙ୍ଗ ବିହାର ସଂଲଗ୍ନ ବଡ ଜାଗା ନାହିଁ, ସେଠି ସବୁ ଜାଗାରେ ବାର୍ଷିକ ଉତ୍ସବ ଗୋଟେ ଅଲଗା ପଡିଆରେ କରିବା ଦରକାର। ଅଲଗା ପଡିଆରେ କରିଲେ ସେଠି ଅନେକ ସ୍ୱାଧୀନତା ବେଶୀ ଥାଏ, ସାଧାରଣ ଲୋକଙ୍କର ସମାଗମ ବେଶୀ ହୁଏ ଏବଂ ବହୁତ ଅଧିକ୍ଷିତ ଲୋକ ସେ ଉତ୍ସବରେ ଯୋଗ ଦେବା ପାଇଁ ଆସନ୍ତି। ତେଣୁ ଏଟାକୁ ଗୋଟେ ଭିନ୍ନ ଜାଗାରେ କରିବା ଦରକାର। ଗୋଟେ ସଂକୁଚିତ ଜାଗା ଭିତରେ ନ କରିକିରି ଗୋଟେ ପଡିଆରେ କରିବା। କିନ୍ତୁ ଏଇଟା କଥା ନୁହଁ ଯେ ବାଧ୍ୟବାଧକତା ଭାବରେ ଆପଣ ଗୋଟେ ପଡିଆରେ କରିବେ ନହେଲେ ଉତ୍ସବ ହବନି। ତା ଯୋଉ ଉଦ୍ଦେଶ୍ୟରେ ଆମେ ମନ୍ଦିର ପାଖ ଜାଗା ଛାଡିକିରି ବାହାରେ ବଡ ପଡିଆରେ ଉତ୍ସବ କରିବା ପାଇଁ ଚାହୁଁଛୁ, ସେଇ ଉଦ୍ଦେଶ୍ୟଟା ହେଉଛି ମୂଳ। ସେଇ ଉଦ୍ଦେଶ୍ୟକୁ ଲକ୍ଷ୍ୟ ରଖିକିରି ଆମେ ଉତ୍ସବର ସ୍ଥଳୀ ଠିକ କରିବା। ଏଠିକାର ଯେ କର୍ମକର୍ତ୍ତା ଅଛନ୍ତି ତାଙ୍କ ସାଙ୍ଗରେ ଇତିପୂର୍ବେ ଏକାଧିକ ବାର କଥା ହେଇଛି ଯେ ଆମର ଏଠି ସ୍ଥାନର ଅଭାବ, ପାର୍କିଂର ଅଭାବ, ଆନନ୍ଦ ବଜାର କରିବାର ଅଭାବ। এই ପରିସ୍ଥିତିରେ ଉତ୍ସବ ଆମେ ବାହାରେ କୋଉଠି କରିପାରିବ କି ସେଟା ନେଇକିରି ଆଲୋଚନା ହେଇଛି। ହয়তো ଆଗାମୀ ଦିନରେ ଆମେ ଏଇ ଜାଗାରେ ଉତ୍ସବ ନ କରିକିରି ବାହାରେ ଗୋଟେ ପଡିଆରେ ଅନ୍ୟ ଜାଗାରେ ଉତ୍ସବ କରିବା, ଆହୁରି ବଡ ଆକାରରେ ଉତ୍ସବ କରିବା। ଆପଣମାନେ ଆଜି ବହୁ ସତରେ ଆସିଛନ୍ତି এই ଉତ୍ସବକୁ ଆନନ୍ଦ ନେଇକି ଯିବେ ଏବଂ ଆପଣ ପରିବେଶରେ ସେ ଆନନ୍ଦ ବିତରଣ କରିବେ। ପୁଣି ଆଗାମୀ ବର୍ଷରେ ଆସିବେ। ଉତ୍ସବ ବିଭିନ୍ନ ଜାଗାରେ ହଉଛି, ପରସ୍ପର ଭାବର ଆଦାନ ପ୍ରଦାନ ପାଇଁ ଏଠିକାର ଲୋକ ସେଠିକି, ସେଠିକି ଏଠିକି ଏରକମ ଯିବା ଆସିବା କରିବା ଦରକାର। ତାହେଲେ ଉତ୍ସବ ଆହୁରି ସକ୍ସେସଫୁଲ ହବ। ବକ୍ତବ୍ୟ ରଖୁଛି। ମାନେ ଏରପରେ ଯାହା ଅଛି ଉପଭୋଗ କରିବେ। ପୁଣି ଥରେ ଜୟ।